सौमित्री भाई तुम्हारा त्राही लक्ष्मण बोली करती चित्कार जाओ बाबू बने मध्य किसी घटी विपद जाओ लक्ष्मण आउ क्षण मात्रे न कर विलंब माया विरसुरी माने यही बने अछंती अनेक जाओ शीघ्र भातृ संधाने देवी नाई आज्ञा प्रभु रामचंद्र कर तुमको एकाए कुटीर छाड़ी किपरि होइबी अंतर प्रभु रामचंद्र करथिले कोदल धारण विपद तीरे न आसिबु केबे किंतु आज्ञा तांका करिले अवज्ञा क्रोध एबे रघुकुलपति सौमित्री ठीक तुम भातृस्नेह ओ माता ठीक तोर राजकुल जन्म ठीक होई एक नीच तुम्हें जानी तुम अंतर कथा शत्रु हस्त मराई श्याम सीता गली रही निश्चिंत कदापि हेब नहीं जाए चंद्र सूर्य ग्रह तारागण राम बिना सीता न भूलिब केबे कटुवाक्य करुच प्रयोग कि तात्सल्य भाषा विवानिशी श्रीपय होती सेवक जाग्रत बहरी सीताराम महामंत्र हृदय मोहर करुअछि जप आज किंपा कही कटुवाक्य पाशुर करुच अंतर ओ कि वाक्य शुणिला ए कर्ण कन्या बदुर हो जा पाटी जाए लक्ष्मणा बही जाऊ धंधा धरणी पक्षरे आकाश रे उल्का बात बद्ध छिनी पाडू मस्त छाड़ी राज्य ऐश्वर्य लक्ष्मण बल आसी करिले दासत्य लक्ष्मण आज पुणी से माता दया ठार शुणिला कि निष्ठुर वाक्य ओ जानकी माता भातृदया बोली मथर तोड़े लक्ष्मण को अभिशाप आदि होता तुम्हें ना नुहे जो माँ की 10 मास 10 दिन गर्भरे धरी गर्भ जंत्रणा अंग रक्त क्षीर पान दे जन्म देथिले टिके स्नेह ममता पाइबा पाई सेठी माता को मोहर अयोध्या छाड़ी लक्ष्मण किंतु आज तुम्हें कही कटुवाक्य पाछुर करुच अंतर
ତେବେ ଯାଉଛି ଜନମୀ ତିଳେ ନାହିଁ ଗ ମୋହର ଲକ୍ଷ୍ମଣ କିନ୍ତୁ ଶ୍ରୀରାମଙ୍କ ରାଣ ଦେଇ କାଟି ଦଉଛି ଏହି 3 ଗୋଟି ରେଖା। ମୋର ପ୍ରଥମ ରେଖାଟି ହେଲା ବ୍ରହ୍ମା, ଆଉ ଦ୍ୱିତୀୟ ରେଖାଟି ହେଲା ବିଷ୍ଣୁ। ଆଉ ହଉଛି ଏହି ମୋର ତୃତୀୟ ଅନ୍ତିମ ରେଖା ମହେଶ୍ୱରଙ୍କ ରେଖା। ଏ ହଉଛି 3 ରେଖା। ଶୁଣ ମାତା କହୁଛି ବୁଝାଇ ଲକ୍ଷ୍ମଣ এই 3 ରେଖାର ମହାମ୍ୟ। ଏ ହଉଛି ମୋର ପ୍ରଥମ ରେଖା ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର ରେଖା। ଯେଉଁ ବ୍ରହ୍ମା କି ଏ ସୃଷ୍ଟି କରିଛନ୍ତି ଗଠନ ମା। ଏ ସୃଷ୍ଟି ଖଣ୍ଡ ବିଖଣ୍ଡ ହୋଇ ଧ୍ୱଂସ ହେଇଗଲେ ସେଇ ସୃଷ୍ଟିକର୍ତ୍ତାଙ୍କ ଦ୍ୱାରା ପୁଣି ଗଢ଼ି ହୋଇଯିବ। କିନ୍ତୁ ତୁମକୁ ମନ୍ଦିରରେ ଯୋଉ ଭକ୍ତ ମାନେ ଧୂପ ଅର୍ଘ୍ୟ ଦେଇ ପୂଜା କରୁଛନ୍ତି ନା ମା, ତୁମକୁ ଆଉ କେହି ପୂଜା କରିବେ ନାହିଁ। ଆଉ ସେଇ ମନ୍ଦିରର କବାଟ ସବୁଦିନ ପାଇଁ ବନ୍ଦ ହୋଇଯିବ। ଦ୍ୱିତୀୟ ରେଖା ସ୍ୱୟଂ ଗଣପତି ବିଷ୍ଣୁଙ୍କର ରେଖା। ଯେଉଁ ବିଷ୍ଣୁ କି ଏ ଧରା ଧାମରେ ଶ୍ରୀରାମ ଅବଦାରେ ନେଇଛନ୍ତି ଜନ୍ମ, ତାଙ୍କ ରଣ ଦେଇ କାଟି ଦେଇଛି ଏହି ରେଖା। ଏହି ରେଖାକୁ ଅପମାନ୍ୟ କଲେ ତୁମକୁ ମନ୍ଦିରରେ ଯୋଉ ଭକ୍ତମାନେ ମା ମା ଡାକୁଥିଲେ ନା ମା, ତୁମକୁ ଆଉ କେହି ମା ବୋଲି ଡାକିବେ ନାହିଁ। ଆଉ ଏଇ କଥାଟି ମନେ ରଖିଥିବ ଯେ ତୁମକୁ ଏହି ରେଖା ଅତିକ୍ରମ କଲେ ସେହି ଗଣପତି ପ୍ରଭୁ ଶ୍ରୀରାମ ତୁମକୁ କେବେ ମଧ୍ୟ ସ୍ପର୍ଶ କରିବେ ନାହିଁ। ହଉଛି ମୋର ତୃତୀୟ ଅନ୍ତିମ ରେଖା ହଉଛି ଦେବଦେବ ମହାଦେବଙ୍କ ରେଖା। ଯେଉଁ ମହାଦେବ କି ଏ ଧରା ଧାମରେ ଲକ୍ଷ୍ମଣ ଅବଦାରେ ନେଇଛନ୍ତି ଜନ୍ମ, ତାଙ୍କ ରଣ ଦେଇ କାଟି ଦେଇଛି ଏହି ରେଖା। ଏହି ରେଖାକୁ ଅତିକ୍ରମ କଲେ ତୁମକୁ ସେଇ ଅତିକ୍ରମ କଲେ ଏହି ରେଖା ସେଇ ଦେବଦେବ ମହାଦେବ ତୁମକୁ କେବେ ମଧ୍ୟ ଏ ହଉଛି ତୃତୀୟ ଅନ୍ତିମ ରେଖା। এই রেখা কাটি ଦେଇଛି নাম ইয়ার লক্ষ্মণ রেখা। এই রেখা অতিক্রম কলে ସବୁଦିନ ପାଇଁ ପାତାଳି ହୋଇଯିବ ମା।
ସତ୍ୟ ତୁରିବାର ସତ୍ୟ। ଯାଉଛି ଦେବୀ, କହୁ କହୁ କହିଦେଲି ଅନେକ କୁବାକ୍ୟ। କ୍ଷମା କର ଏ ଅଧମକୁ, କିନ୍ତୁ ମନେ ରଖ ମା, ଯେତେ ବାଧା ବିଘ୍ନ ଜନଜନ୍ଦ ଆସିଲେ ମଧ୍ୟ ଏହି ରେଖା ଅତିକ୍ରମ କରିବେ ନାହିଁ ମା। ସୁଖେ ଥାଅ କୁଟୀରରେ ତୁମେ। ଲକ୍ଷ୍ମଣ ପ୍ରଭୁ ହେ ବିଶ୍ୱକର୍ତ୍ତା ଭୁବନ ମୋହନ, ସର୍ବେ ସୁଖେ ସ୍ୱାମୀ ଦେବରଙ୍କୁ ମୋର ଆଣନ୍ତୁ ଫେରାଇ। ମାଗ ବନ ଦୁର୍ଗା ତୁମ ଚରଣରେ ମୁଁ କରୁଛି ନିବେଦନ। ପଣନ୍ତ ଘୋଡ଼ାଇ ଆଣ ସ୍ୱାମୀ ଦେବରଙ୍କୁ ମୋର।